ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। କାଳିଆର କୁନି ଭକ୍ତ ଓ ଚିରା କନ୍ଥା। ବହୁ ବର୍ଷ ପୂର୍ବେ ପୁରୀ ବଡ଼ଦାଣ୍ଡ ପାଖ ଏକ ଛୋଟ ଗାଁରେ ଏକ ଅନାଥ ବାଳକ ରହୁଥିଲା, ଯାହାର ନାମ ଥିଲା ମାଧବ। ତାର ପାଖରେ ନା ଥିଲା ଘର, ନା ଥିଲା ଭଲ ପୋଷାକ। ତାର ଏକମାତ୍ର ସମ୍ବଳ ଥିଲା ଏକ ପୁରୁଣା ଚିରା କନ୍ଥା ଏବଂ ମନରେ ଜଗନ୍ନାଥଙ୍କ ପ୍ରତି ଅପାର ଭକ୍ତି। ଶୀତ ଦିନର ପ୍ରକୋପ ବଢ଼ି ଚାଲିଥାଏ। ଥଣ୍ଡାରେ ଥରି ଥରି ମାଧବ ସିଂହଦ୍ୱାର ପାଖରେ ବସିଥାଏ। ସେ ଦେଖିଲା ସେବକମାନେ ପ୍ରଭୁଙ୍କ ପାଇଁ ଶୀତବସ୍ତ୍ର ଘୋଡ଼ ଲାଗି ନେଇ ଯାଉଛନ୍ତି। ମାଧବ ମନରେ ଦୁଃଖ ହେଲା। ସେ ଭାବିଲା, ମୋ କାଳିଆ ଶାନ୍ତ ବି ଶୀତରେ ଥରୁଥିବେ। ମୁଁ ତ ଗରିବ, ମୁଁ ପ୍ରଭୁଙ୍କୁ କ'ଣ ବା ଦେବି? ସେହିଦିନ ରାତିରେ ମାଧବ ନିଜର ସେହି ପୁରୁଣା ଚିରାକନ୍ଥାଟିକୁ ଧରି ମନ୍ଦିର ବେଢ଼ା ବାହାରେ ବସି କାନ୍ଦିବାକୁ ଲାଗିଲା। ସେ ଭାବିଲା, ଯଦି ସେ ନିଜର ଏହି କନ୍ଥାଟିକୁ କାଳିଆକୁ ଦେଇପାରନ୍ତା, ତେବେ ତା ପ୍ରଭୁଙ୍କୁ ଆଉ ଶୀତ ଲାଗନ୍ତା ନାହିଁ। କିନ୍ତୁ ଜଣେ ଗରିବ ପିଲାର ଅପରିଷ୍କାର କନ୍ଥାକୁ ମନ୍ଦିର ଭିତରକୁ ନେବାକୁ କିଏ ବା ଅନୁମତି ଦେବ? ଚମତ୍କାର! ସେହି ରାତିରେ ବଡ଼ପଣ୍ଡାଙ୍କୁ ସ୍ୱପ୍ନରେ ଜଗନ୍ନାଥ କହିଲେ, ମୋତେ ଭାରି ଶୀତ ଲାଗୁଛି। ମୋ ଭକ୍ତ ବାହାରେ ମୋ ପାଇଁ ଏକ କନ୍ଥା ଧରି ବସିଛି, ତାକୁ ନେଇ ଆସ। ପରଦିନ ସକାଳେ ବଡ଼ପଣ୍ଡା ଦେଖିଲେ ମାଧବ ସେହି ଚିରାକନ୍ଥାଟିକୁ ଛାତିରେ ଜାକି ଶୋଇ ପଡ଼ିଛି। ଯେତେବେଳେ ସେହି କନ୍ଥାଟିକୁ ପ୍ରଭୁଙ୍କ ପାଖକୁ ନିଆଗଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ ସେହି ପୁରୁଣା କନ୍ଥାରୁ ତୁଳସୀ ଏବଂ ଚନ୍ଦନର ସୁଗନ୍ଧ ବାହାରୁଛି। ଜୟ ଶ୍ରୀ ଜଗନ୍ନାଥ। ଜୟ ଜୟ ଜଗନ୍ନାଥ।